ଲଘୁଚ ବର୍ଷାକୁ ଦେଖି ଛାନିଆ ଚାଷୀ ଗତକାଲି ଠାରୁ ଝିପଝିପ ବର୍ଷା ଲାଗି ରହିଛି। ତେଣୁ ଏବେ ଧାନ ଅମଳ ସମୟ ଚାଲୁଥିବା ସମୟରେ ବର୍ଷା ଦାଉ ସାଜିଛି। ତେଣୁ ଏବେ ଅମଳ କରିବାରେ ଅନେକ କଷ୍ଟ ହେଉଛି। ଚାଷ ଜମିରେ ଧାନ ପଡ଼ିଥିବାରୁ ଚାଷୀ ଏବେ ଚିନ୍ତାରେ। ଅନେକ ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ସମୟରେ ବର୍ଷା ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏନେଇ ବାଲେଶ୍ୱର ସୋର ଅଞ୍ଚଳର ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସୋର ପ୍ରତିନିଧି ନିରଞ୍ଜନ ବେହେରା। ବର୍ଷାକୁ ନେଇ ଚିନ୍ତାରେ ଏବେ ଚାଷୀ। ତେବେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ଚାଷ ଏବେ ଉଜୁଡ଼ିବାକୁ ବସିଲାଣି। ତେବେ ମୁଁ କ୍ୟାମେରା ପର୍ସନକୁ କହିବି ସେ ସିଧାସଳଖ ଚିତ୍ର ଦେଖେଇବେ। ଇଏ ଯୋଉ ସୁନାର କ୍ଷେତ ବର୍ତ୍ତମାନ ଛନଛନ ଯୋଉ ଧାନ ବର୍ତ୍ତମାନ ଯୋଉ ନଷ୍ଟ ହେବାକୁ ବସିଲାଣି। ତେବେ ଅନ୍ୟପଟେ ମୁଁ ଆପଣଙ୍କୁ ଚିତ୍ର ଦେଖେଇବି। ବର୍ତ୍ତମାନ ଏପଟେ ଯୋଉ ଆପଣ ଧାନ ଦେଖୁଛନ୍ତି ବର୍ତ୍ତମାନ ଇଏ ସମ୍ପୂର୍ଣ୍ଣ ବର୍ଷାରେ ବର୍ତ୍ତମାନ ଭିଜି ଯାଇଛି। ତେବେ ଆମ ସହିତ କିଛି ଚାଷୀ ଅଛନ୍ତି, ଆମେ ସିଧାସଳଖ ସେମାନଙ୍କ ସହିତ ଆଲୋଚନା କରିବା। ଆଜ୍ଞା ଦେଖନ୍ତୁ, ବର୍ତ୍ତମାନ ଲଗାଣ ବର୍ଷା ବର୍ତ୍ତମାନ ଲାଗି ରହିଛି। ଆସନ୍ତା କାଲିଠାରୁ ଆଜି ପର୍ଯ୍ୟନ୍ତ 2 ଦିନ ହେଲା ବର୍ଷାରେ ବର୍ତ୍ତମାନ ଫସଲ ନଷ୍ଟ ହେଉଛି। 5 ଏକର ଭଳିଆ ଚାଷ କରିଥିଲୁ। ଚାଷ ତ ଏକରେ ବିଳମ୍ବରେ ଚାଷ ହେଲା, ପାଣି ତ ଲେଟ୍ରେ ଲଗେଇଲା। କିନ୍ତୁ ଲଗେଇଲା ଭିତରେ ଏବେ ଚାଷ ଅଧା କଟା ହେଇଛି, ଅଧା ଯେତିକି ବା କଟା ହେଇଛି ଘରକୁ ଚାଷ ଯାଇନାହିଁ। ବିଲରେ ପଙ୍କ ପଡ଼ିଛି, ଭାସୁଛି। ଆପଣ ଦେଖନ୍ତୁ ପୁରା ଭିଜିକି ଗଜା ହେଇତ ବସିଲାଣି। ଗୁଡ଼ାଏ ପଇସା ଦେନ ଧାର କରିକି ଆମେ ଚାଷ କରିଥିଲୁ। ତାହେଲେ ଆମେ କେମିତି ବଞ୍ଚିବୁ, କେମିତି ଚଳିବୁ? ଯୋଉ ଦେନ କେମିତି ସୁଝିବୁ? ଯୋଉ ଦେନ କରିକି ଆଣିଛୁ କେମିତି ସୁଝିବୁ, ଆଉ କେମିତି ଆମେ ଚଳିବୁ? ଆଜ୍ଞା ଆପଣଙ୍କର କଣ କଣ ସବୁ କ୍ଷତି ହେଲାଣି? ଆଜ୍ଞା ଆମର 5-6 ଏକର ଚାଷ ହେଇଥିଲା। ଏକ ତ ଲେଟ୍ ର ପାଣି ନଗେଇଲା, ରୁଆ ହେଲା। ତାପରେ ବର୍ତ୍ତମାନ ଯୋଉ ବର୍ଷା ହଉଛି ସେଥିପାଇଁ ଉଙ୍କ କିଛି କାଟିକି ପକା ହେଇଛି। କିଛି ଧାନ ଅମଳ ହେଇଯିବି, ଆଉ ଯୋଉମାନେ ଅଛି ଯୋଉ ଧାନ ସେମାନେ ନଷ୍ଟ ହବା ବହୁତ ଅପେକ୍ଷାର ଅଛି। ଓକେ, ମୁଁ କ୍ୟାମେରା ପର୍ସନକୁ କହିବି ସେ ସିଧାସଳଖ ଆପଣଙ୍କୁ ଚିତ୍ର ଦେଖେଇବେ। ବର୍ତ୍ତମାନ ଦେଖନ୍ତୁ ଲଗାଣ ବର୍ଷା ଯେହେତୁ ଲାଗି ରହିଛି, ବର୍ତ୍ତମାନ ଆପଣ ଯେତେ ବାଟ ପର୍ଯ୍ୟନ୍ତ ଆପଣ ଦେଖିପାରୁଛନ୍ତି ସେତେ ବାଟ ପର୍ଯ୍ୟନ୍ତ କିଛି ଜାଗାରେ ଧାନ କଟା ଯାଇ ଚାଷ ଜମି ଉପରେ ଅଛି ଏବଂ ଅନ୍ୟପଟେ ଧାନ ଗଛ ବର୍ତ୍ତମାନ ଯୋଉ ଚାଷ ଜମିରେ ଅଛି ସିଏ ବର୍ତ୍ତମାନ ପାଣି ଲାଗି ନଷ୍ଟ ହେବାକୁ ବସିଲାଣି। ତେବେ ଆମ ସହିତ ଅନ୍ୟ ଜଣେ ଚାଷୀ ଅଛନ୍ତି। ଚାଷ ଆମେ 10 ଏକର କରିଥିଲୁ। 10 ଏକର ଚାଷ କରିଥିଲୁ ଯଦି ପାଣି ଲଗେଇବା ଲେଟ୍ ହେଲା ତାପରେ ତଳି ପକେଇକି ଚାଷ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଇ ଯୋଉ ଅଦିନିଆ ବର୍ଷାରେ ଯୋଉ ପ୍ରକାର ସବୁ ଅଧା କଟା ହେଇକି ପଡିଥିଲା ଅଙ୍କ ବର୍ତ୍ତମାନ ଭିଜିଛି। ତା ସାଙ୍ଗେ ସାଙ୍ଗେ ଛିଡା ହବା ଧାନ ବର୍ତ୍ତମାନ କାଟି ହଉନାହିଁ। ବର୍ତ୍ତମାନ ତ ସରକାର ଯୋଉ ନିୟମ କରିଛନ୍ତି ଧାନ ଆମେ ମଣ୍ଡିରେ ଦବୁ କେମିତି, ଧାନ ସବୁ ଡିସକଲର ହେଇଯିବ, ସବୁ ଗଜା ହେଇଗଲାଣି। ସେଥିପାଇଁ ଯୋଉ ଦେନ ଧାର କରିକି ଆମେ ସବୁ ଚାଷ କରିଥିଲୁ ବର୍ତ୍ତମାନ ସୁଝିବୁ କେମିତି, ଆମେ ସେଇ ଚିନ୍ତାରେ ବର୍ତ୍ତମାନ ରହିଛୁ। ଆଜ୍ଞା ଆପଣ କେତେ ଏକର କଣ ଚାଷ କରିଥିଲେ? ମୁଁ ସାରେ କରିଥିଲି 4.5 ଏକର। ମୋର ସବୁ ଧାନ ବିଲର ସବୁ ପୋଡିଯାଇଛି। ଆଉ ଯାହା ଉଙ୍କ ଫୁଙ୍କ କାଟିକି ପକେଇଥିଲି ସବୁ ଭିଜି ଯାଉଛି। ଆଉ ମୋର ଆହୁରି 2 ଏକର ଖଣ୍ଡେ ଅଛି, କଟା ହେଇନାହିଁ, ସବୁ ପୋଡିଗଲାଣି। ମୋର ପଇସା ଧାର 20-30 ହଜାର ଦେନ ଧାର କରିଥିଲି, ସେ ନଷ୍ଟ। ମୋର କେମିତି ସୁଝିମି ସେ ଆମର ଚିନ୍ତା ପଡୁଛି। ଓକେ, ମୁଁ ସିଧାସଳଖ ଯୋଉ ଚାଷୀମାନେ ଥିଲେ ଆମେ ସିଧାସଳଖ ସେମାନଙ୍କ ସହିତ ଆଲୋଚନା କରୁଥିଲେ। ସେମାନଙ୍କ କହିବା କଥା ଯୋଉ ଚାଷୀମାନେ ଯୋଉ ଋଣ କରି ଅର୍ଥାତ୍ ହାତ ଦେନ ଧାର କରି ଯୋଉ ଚାଷ କରିଥିଲେ ବର୍ତ୍ତମାନ ପାଣିରେ ମିଶିବାକୁ ବସିଲାଣି। ତେବେ ଯୋଉ ବର୍ଷା ବର୍ତ୍ତମାନ ସେମାନଙ୍କ ତାଙ୍କ ଚାଷକୁ ବର୍ତ୍ତମାନ ସେମାନଙ୍କୁ ଦାଉ ସାଜିଛି, ଯାହାଦ୍ୱାରା ଚାଷୀମାନେ ଅନେକ କ୍ଷତିର ଶିକାର ହୋଇଛନ୍ତି। ବାଲେଶ୍ୱର ସୋରରୁ ନିରଞ୍ଜନ ବେହେରା, OTV।